ନମସ୍କାର। ମୋର କହିବାର ଉଦ୍ଦେଶ୍ୟ ଏଇ ଯେ ଆଜି ଇମାନ ଭାଇ ଜଗତରେ ନାହାନ୍ତି, ତଥାପି ତାଙ୍କର ନାମ ଅମର ହେଇ ରହିବ। କାରଣ ସେ ମରିଗଲେ ମଧ୍ୟ ଆଜି ତାଙ୍କର ଗୀତ ପୃଥିବୀରେ ବାଜୁଛି। ଆଉ ଲୋକ ମଧ୍ୟ ବହୁତ ସ୍ନେହ କରନ୍ତି। ମୁଁ ମଧ୍ୟ ତାଙ୍କର ଗୋଟେ ଫଲୋଅର୍ ଥିଲି। ଆଉ ମୁଁ ମଧ୍ୟ ତାଙ୍କ ଗୀତକୁ ବହୁତ ମିସ୍ କରୁଥିଲି। ଆଜି ମୁଁ ଏତିକି କହିବାକୁ ଚାହେଁ, ଜଣେ ମୃତ୍ୟୁ ହେଲା ପରେ ତାକୁ ପରିହାସ କରିବା ପାଇଁ ଆମ ପାଖରେ ଅଧିକାର ନାହିଁ। କାରଣ ଆମେ ଯେଉଁ ମାପରେ ମାପିବା, ଆମକୁ ମଧ୍ୟ ଭଗବାନ ସେହି ପ୍ରକାର ମାପିବେ। ଯେମିତି କର୍ମ କରିବା ସେମିତି ଫଳ ଆମମାନଙ୍କୁ ଦେବେ। ଆଉ ଯିଏ ପାଞ୍ଚେ ପରମନ୍ଦ, ତାର ମନ୍ଦ ପାଞ୍ଚେ ଗୋବିନ୍ଦ। ଏହାର ଅର୍ଥ ହେଲା, ଆଜି ଇମାନ ସାଗରଙ୍କୁ ବା ସ୍ୱର୍ଗସ୍ଥ ଇମାନ ସାଗର ଭାଇଙ୍କୁ ଯେଉଁ ଭାଇ ଭଉଣୀ ମଧ୍ୟ ଭାଇମାନେ ପରିହାସ କରୁଛନ୍ତି, ଏହି ପ୍ରକାର କରନ୍ତୁ ନାହିଁ। କାରଣ ମଲା ପରେ ଏମିତି କହିବାର ଶୋଭା ପାଉନି ଆମ ପାଟିରେ। ଜଣକୁ ଯେତେବେଳେ କହୁଛୁ ଆମର ମୃତ୍ୟୁ ଯେ କେମିତି ଥିବ, ସେଇଟା ଆମେ କେବେ ଜାଣିନୁ। ଆମର ମୃତ୍ୟୁ ସୁନିଶ୍ଚିତ। ଆମକୁ ଯୀଶୁ ରକ୍ଷା କରିପାରିବେ ନାହିଁ। ଆମକୁ ଜଗନ୍ନାଥ ରକ୍ଷା କରିବେ ନାହିଁ। ମୃତ୍ୟୁ ପାଇଁ କୌଣସି ଭଗବାନର ଦାୟୀ ନାହିଁ। ହୋଇପାରେ ବିପଦ ଥିବ, ଆପଣ ଅଳି କଲେ ତାହା ଘୁଞ୍ଚି ଯାଇପାରେ। ଆପଣଙ୍କର ମୃତ୍ୟୁ ସମୟକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ଏଥିପାଇଁ ଆମେ ଜଣକୁ ପରିହାସ କରିବା ନାହିଁ। ଜଗତରେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛନ୍ତି, କେହି ମଧ୍ୟ ନିଜର ବୋଲି ଜାଣିବେ ନାହିଁ। ଆଜି ଇମାନ ସାଗର ନିଜର ଥିଲେ ଆଉ ମଲା ପରେ ମଧ୍ୟ ରହିବେ। ଭାଇ ଆମେମାନେ ତ କିଛି ନାହିଁ ତାଙ୍କଠାରୁ। ଆମେ ମଲା ପରେ କୁକୁର ମଧ୍ୟ ଆମକୁ ପଚାରିବନି, କିନ୍ତୁ ତାଙ୍କର ନାମ ଅମର ହେଇ ରହିବ। ତାଙ୍କର ଗୀତ ବାଜୁଥିବ, ଅମର ହେଇକି ଥିବ। ଆଉ ସେ ମଲା ପରେ ଅନେକ ଲୋକ, ଅଳ୍ପ 2-3 ଜଣ ତାଙ୍କୁ ପରିହାସ କରିଥିବେ, କିନ୍ତୁ ବହୁତ ଲୋକ ସେମାନଙ୍କୁ ତାଙ୍କୁ ପ୍ରଶଂସା କରିଥିବେ। ମୁଁ ମଧ୍ୟ ତାଙ୍କ ପ୍ରାଣ ରେ ପ୍ରାଣ ରେ ପ୍ରାଣ ଅଛି ଦିନେ ମରଣ, ଅଛି ଦିନେ ମରଣ। ନିଜ ଜ୍ଞାନକୁ ନାଇଁ ଗର୍ବ କରୁଛୁ କାହିଁ, ନିଜ ଧନକୁ ନେଇ ଗର୍ବ କରୁଛୁ କାହିଁ। ଥାଉ ଥାଉ ତୋ ଜୀବନ, ଥାଉ ଥାଉ ତୋ ଜୀବନ ବଦଳି ଯା ଏଇ କ୍ଷଣି। ଅଛି ଦିନେ ମରଣ, ଅଛି ଦିନେ ମରଣ। ରେ ପ୍ରାଣ ରେ ପ୍ରାଣ ରେ ପ୍ରାଣ ରେ ପ୍ରାଣ। ଅଛି ଦିନେ ମରଣ, ଅଛି ଦିନେ ମରଣ। ଇମାନ ଭାଇଙ୍କର ମୁଁ ବେଳେ 5-6ଟା ଗୀତଟା ମୁଖସ୍ଥରେ ଗାଇ ଦେଉଛି। ଆଉ ଯେଉଁଟା ନୂଆ ଭିଡ଼ିଓ ଆସିବ ସେଇଟା ମଧ୍ୟ ମୁଁ ମୁଖସ୍ଥରେ ଗାଇ ଶିଖୁଥିଲି। ଖାଲି ଖ୍ରୀଷ୍ଟିଆନ ବୋଲି କି ନାହିଁ, ସବୁ ଗୀତ ମୁଁ ମୁଖସ୍ଥରେ ଶିଖୁଥିଲି। ଆଜିଠାରୁ ସେଇ ସ୍ୱରକୁ ମୁଁ ପାଇପାରିବି ନାହିଁ। ତେଣୁକରି ଇମାନ ଭାଇ, ଇମାନ ସାର୍ ବା ସ୍ୱର୍ଗସ୍ଥ ଇମାନ ଭାଇ ଯେଉଁଠାରେ ବି ଥାଆନ୍ତୁ, ପ୍ରଭୁ ତାକୁ ସ୍ୱର୍ଗ ସୁଖ ଦିଅନ୍ତୁ। ତାଙ୍କର ଆତ୍ମା ଶାନ୍ତି ଥାଉ, ଆଉ ତାଙ୍କର ପରିବାର ଶାନ୍ତି ଥାଉ। ଆଉ ତାଙ୍କ ମାଆଟି ଗୋଟେ ବିଧବା ତାଙ୍କ ହିସାବରେ ଅଛନ୍ତି, କେହି ମଧ୍ୟ ତାଙ୍କ ପାଖରେ ନାହାନ୍ତି।
ଭଗବାନ ତାଙ୍କ ମାଆକୁ ମଧ୍ୟ ତାଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରନ୍ତୁ। ହେ ପରମେଶ୍ୱର, ତୁମେ ମହାନ ସତ୍ୟ ଈଶ୍ୱର। ତୁମଠାରେ ମହାନ ଜ୍ୟୋତି ଅଛି। ତୁମେ ତାହାଙ୍କୁ ବାକ୍ୟରେ ଲେଖିଅଛ, ମୋ ଠାରେ ଯେଉଁମାନେ ବିଶ୍ୱାସ କରନ୍ତି ସେ ପାତାଳରେ ପତି ହେଲେ ମଧ୍ୟ ତାଙ୍କ ଆତ୍ମାକୁ ନେଇ ମୁଁ ବିଚାର କରିବି। ତା'ର ପ୍ରତିଫଳ ହିସାବରେ ଉତ୍ତମ କାର୍ଯ୍ୟ କରିଥିଲେ ସେ ସ୍ୱର୍ଗ ସୁଖ ଲାଭ କରିବ, ଆଉ ମନ୍ଦ କାର୍ଯ୍ୟ କରିଥିଲେ ସେ ନରକ ସୁଖ ଭୋଗିବ।